ସାଙ୍ଗମାନେ ତୋରି ପାଇଁ ତୋ ପାଇଁ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଯେ ଆଜି ସବୁଦିନ ପାଇଁ ରାମ ଆଉ ଚିକି ଅଲଗା ହେଇଛନ୍ତି। ହଁ ସାଙ୍ଗମାନେ ଆପଣମାନେ ଦେଖିବାକୁ ପାଇବେ ଯେତେବେଳେ ଚିକି ଏ ଘରୁ ବାହାରି ଯାଉଛନ୍ତି ସେତେବେଳେ ପରିବାର ଲୋକ ସମସ୍ତେ ଚିକିକୁ ଅଟକାଇବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ଚିକି କାହାରି ବି କଥା ନ ଶୁଣି ରାମଙ୍କ ଜୀବନରୁ ଆଉ ଏ ଘରୁ ସବୁଦିନ ପାଇଁ ଚାଲି ଯାଇଛି। ଯେତେବେଳେ ଚିକି ଲଗେଜ ପେ କରି ବାହାରିବାକୁ ବାହାରିଥିବେ ଏ ସମୟରେ ରାମ ଚିକି କହୁଛନ୍ତି ଚିକି ତମେ ଏମିତି କରିପାରିବନି, କାରଣ ଏ ରାମ ତମକୁ ବହୁତ ଭଲ ପାଉଛି ଆଉ ଯେତେ ବି ପରିସ୍ଥିତି ଆସିଲେ ବି ମୁଁ ତମ ସାଥିରେ ଅଛି, ତମେ ଜମା ଡରନି। ଆଉ ଯେତେବେଳେ ଚିକି କହୁଛନ୍ତି ରାମ ଲୁଚିବାକୁ ଜମା ବି ଚେଷ୍ଟା କରନି, ତ ସତ ହୋଇଥାଏ ଆଉ ମିଛ ଯେତେ ସୁନ୍ଦର ହେଲେ ମଧ୍ୟ ତାର ଦିନେ ନା ଦିନେ ସେ ସମସ୍ତଙ୍କ ସାମ୍ନାରେ ପିତା ଲାଗିଥାଏ। ଆଉ ଆଜି ମୋ ସତ ସମସ୍ତଙ୍କ ସାମ୍ନାକୁ ଆସିଛି, ତେଣୁକରି ମୁଁ ଦିନେ ନା ଦିନେ ଘରୁ ବାହାରିବାର ଥିଲା, ଆଜି ବାହାରି ଯାଉଛି, ତମେ ମୋତେ ଅଟକାଇବାକୁ ଚେଷ୍ଟା କରନି। ଆଉ ଯେତେବେଳେ ରାମ ନିଜର ମନ କଥା ଚିକିକୁ ଖୋଲି କହିବାକୁ ଚେଷ୍ଟା କରନ୍ତି, ହେଲେ ଚିକି ମଧ୍ୟ ରାମଙ୍କର ଏ କଥା ଶୁଣି ନିଜେ ଭଲ ପାଉଛି ବୋଲି କହିବାକୁ ଯାଉଥିବେ, କିନ୍ତୁ ଚିକି ଜାଣୁଛନ୍ତି ଯେ ଘର ଲୋକ ଚିକି ବହୁତ ଘୃଣା କରୁଛି, ତେଣୁକରି ଚିକି ରାମକୁ ନିଜର ମନ କଥା କହିପାରିନାହାନ୍ତି। ତେବେ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି ଚିକି ସବୁଦିନ ପାଇଁ ଘର ଛାଡ଼ି ଚାଲିଯିବ ନା ପୁଣି ଏ ଘରେ ରହିବ? ଜାଣିବାକୁ ଚାହୁଁଥିଲେ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ। ଆଜିର ଭିଡ଼ିଓଟି କେମିତି ଲାଗିଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍କାର।